ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜିର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ଶୁଭେଚ୍ଛା। ପିଲାମାନେ, ଆଜି ଆମେ ଆରମ୍ଭ କରିବା ତୁମ ସାହିତ୍ୟ ବହିର ପ୍ରଥମ ପାଠ, ଯାହାର ନାଁ ହେଉଛି ବନ୍ଦେ ଉତ୍କଳ ଜନନୀ। ଏହା ଏକ କବିତା ଅଟେ। ଏହି କବିତାର କବି ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ପିଲାମାନେ, ଚାଲ ଏବେ ଆମେ ତାଙ୍କ ବିଷୟରେ ଅନେକ ଗହନ କଥା ଜାଣିବା। ବନ୍ଦେ ଉତ୍କଳ ଜନନୀ କବିତାର କବି ହେଲେ ଲକ୍ଷ୍ମୀକାନ୍ତ ମହାପାତ୍ର। ଓଡ଼ିଶାରେ ସେ କାନ୍ତ କବି ଭାବରେ ବେଶ ପରିଚିତ ଅଟନ୍ତି। ଅର୍ଥାତ୍ ଓଡ଼ିଶାର ଲୋକେ ତାଙ୍କୁ କାନ୍ତ କବି କହିଲେ ସମସ୍ତେ ଜାଣନ୍ତି। କାନ୍ତ କବିଙ୍କର ଜନ୍ମ ହୁଏ 1888 ମସିହା ଡିସେମ୍ବର ମାସ 9 ତାରିଖ ଦିନ ଭଦ୍ରକ ଜିଲ୍ଲାର ତାଳପଦା ଗାଁରେ। ଅର୍ଥାତ୍ ପିଲାମାନେ, ଏଠି ଯେଉଁ ଫଟୋଚିତ୍ରଟିକୁ ଦେଖିପାରୁଛ, ଇଏ ହେଉଛନ୍ତି ଆମ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ସେ କେଉଁଠି ଜନ୍ମଗ୍ରହଣ କରିଛନ୍ତି? ନା ସିଏ ଜନ୍ମଗ୍ରହଣ କରିଛନ୍ତି, ଏଇ ମାନଚିତ୍ର ଦେଖିବାକୁ ପାଉଥିବ, ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ତି। ଭଦ୍ରକ ଜିଲ୍ଲାର କେଉଁଠାରେ? ନା ତାଳପଦା ଗାଁରେ ଜନ୍ମଗ୍ରହଣ କରିଛନ୍ତି। ଜନ୍ମ ସମୟରେ ତାଙ୍କର ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା। କାହିଁକି କହିଲେ, ସେଦିନ ମାଣବସା ଗୁରୁବାର ଥିଲା ଏବଂ ସେଇ ମାଣବସା ଗୁରୁବାର ଯୋଗୁଁ ତାଙ୍କର ନାମ ଲକ୍ଷ୍ମୀକାନ୍ତ ରଖାଗଲା। ତାଙ୍କ ପିତାଙ୍କ ନାମ ଅର୍ଥାତ୍ ତାଙ୍କ ବାପାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ତାଙ୍କ ମାତାଙ୍କ ନାମ ରାଧାମଣୀ ଦେବୀ ଅଟେ। ତ ତାଙ୍କ ବାପା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ତାଳପଦା ଗାଁର ବାସିନ୍ଦା ଥିଲେ। ଏହା ସହିତ ସିଏ ଜମିଦାର ମଧ୍ୟ ଥିଲେ। ତାଙ୍କ ମାତା ମଧ୍ୟ କଣ୍ଟାପଡ଼ା ଜମିଦାରଙ୍କ କନ୍ୟା ବା ଝିଅ ଥିଲେ। ଏବେ ପିଲାମାନେ, କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଅଧ୍ୟୟନ ବିଷୟରେ ଆମେ ଟିକେ ଜାଣି ରଖିବା। ତାଙ୍କର ଅଧ୍ୟୟନ ଅର୍ଥାତ୍ ଶିକ୍ଷା ଯେଉଁ ହାସଲ କଲେ, କଟକ ଓ ବାଲେଶ୍ୱରରେ ତାଙ୍କର ପାଠ ପଢା ହୁଏ ଏବଂ ତାହା ହାଇସ୍କୁଲ ଶିକ୍ଷା ସେଇଠି ସମାପନ ହୁଏ। ପରବର୍ତ୍ତୀ ସମୟରେ କଲିକତାର ରିପନ କଲେଜ ଓ କଟକର ରେଭେନ୍ସା କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କଲେ। ଅର୍ଥାତ୍ ମାଟ୍ରିକ ପରବର୍ତ୍ତୀ ଶିକ୍ଷାକୁ ଉଚ୍ଚଶିକ୍ଷା କୁହାଯାଏ ଏବଂ ଆଗାମୀ ଯେତିକି ଶିକ୍ଷା ଆଗକୁ ଆଗକୁ ରହୁଛି ତାକୁ ଉଚ୍ଚଶିକ୍ଷା ବୋଲି କୁହାଯାଏ। ପିଲାମାନେ, କଲିକତାର ରିପନ କଲେଜ ଓ କଟକର ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ଲାଭ କଲା ପରେ ସିଏ ପୁଣି ଆଗାମୀ ଉଚ୍ଚଶିକ୍ଷା ଯେତେବେଳେ ଚାହିଁଛନ୍ତି, ସେତେବେଳେ ତାଙ୍କର ଶରୀର ଅସୁସ୍ଥତା ହୋଇଛି ଏବଂ ସେଇ ଅସୁସ୍ଥତା କାରଣରୁ ସିଏ ଆଉ ଉଚ୍ଚଶିକ୍ଷା ଲାଭ କରିପାରି ନାହାନ୍ତି। ଅର୍ଥାତ୍ ଆଗାମୀ ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କର ବାଧକ ଦେଖା ଦେଇଛି। ତ ସେଥିଯୋଗୁଁ ବାପା ବା ପିତା ଜଣେ ପାରିବାରିକ ଗୁରୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ତାଙ୍କର ନାମ ହେଉଛି ବାବାଜୀ ରାମ ଦାସ। ବାବାଜୀ ରାମ ଦାସଙ୍କ ପ୍ରରୋଚନାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସଙ୍ଗୀତ ଶିକ୍ଷାରେ ମନୋନିବେଶ କରିଛନ୍ତି। ଏମିତି ତାଙ୍କର ଜୀବନ କାଳ ମଧ୍ୟରେ ସିଏ ଅନେକ ସାହିତ୍ୟ ସୃଷ୍ଟି କରିଛନ୍ତି, ଅନେକ ସାହିତ୍ୟ ରଚନା କରିଛନ୍ତି। ବିଭିନ୍ନ ବିଭାଗରେ ତାଙ୍କର ଲେଖନୀ ଚାଳନା ଜାରି ରହିଥିଲା ଏବଂ ସେଇଥି ଯୋଗୁଁ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି। ସାହିତ୍ୟ କ୍ଷେତ୍ରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିଛି। ପିଲାମାନେ, ଏବେ ଆମେ ଜାଣି ରଖିବା ଯେ ତାଙ୍କର କେତେଗୁଡ଼ିଏ ସ୍ମରଣୀୟ କୃତି ଗୁଡ଼ିକ, ଯେଉଁ କୃତି ଗୁଡ଼ିକ ଓଡ଼ିଶାର ଜନମାନସରେ ବେଶ ଭାବରେ ପରିଚିତ ଅଟେ, ଯାହାକି ପ୍ରତ୍ୟେକ ଲୋକଙ୍କ ପାଖରେ ସେଇ କାହାଣୀ, ସେଇ ଗଳ୍ପ, ସେଇ ପ୍ରବନ୍ଧ, ସେଇ ସଙ୍ଗୀତ ପହଞ୍ଚି ପାରିଛି। ସେ ଭିତରେ ରହିଛି କଣା ମାମୁଁ। କଣା ମାମୁଁ ଗୋଟିଏ ଉପନ୍ୟାସ। ପିଲାମାନେ, ଜୀବନ ସଙ୍ଗୀତ। ଜୀବନ ସଙ୍ଗୀତ ହେଉଛି ଗୋଟିଏ ସଙ୍ଗୀତ ଗୁଚ୍ଛ। ଦେହି ପଦ ପଲ୍ଲବ ମୁଦାରମ୍, ଏହା ହେଉଛି ଗଳ୍ପ ସଂକଳନ। ଚଟକ ଚନ୍ଦ୍ରହାସ ଚମ୍ପୁ, ଏହା ହେଉଛି ଲାଳିକା। ଶରୀର ମାଧ୍ୟମ, ଏହା ହେଉଛି
ପ୍ରବନ୍ଧ ସଂକଳନ। ପିଲାମାନେ ଆମେ ଉପନ୍ୟାସର ସରଳ ଅର୍ଥ ଯଦି କହିବାକୁ ଯିବା, ଗଳ୍ପ ଆଧାରିତ ଦୀର୍ଘ ସାହିତ୍ୟିକ ରଚନା ଯେଉଁଥିରେ ମଣିଷର ଜୀବନ, ଘଟଣା, ଭାବନା ଓ ସାମାଜିକ ସତ୍ୟକୁ ଚିତ୍ରିତ କରାଯାଏ। ଠିକ୍ ସେହିପରି ସଙ୍ଗୀତ ସଙ୍ଗୀତ ଗୁଚ୍ଛ କହିଲେ ପିଲାମାନେ ଏଇଠି ଆମେ ବୁଝିବା ଯେ ସଙ୍ଗୀତ ଗୁଚ୍ଛର ଅର୍ଥ ହେଉଛି ସଙ୍ଗୀତର ଏକ ସମୂହ ବା ଗଚ୍ଛା। ଅର୍ଥାତ୍ ଯଦି କହିବାକୁ ଯିବା ଅତ୍ୟନ୍ତ ସରଳ ଭାବରେ ଯେତେବେଳେ ଅନେକ ଗୀତ, ଧୁନ୍, ବାଦ୍ୟ ଓ ସ୍ୱରକୁ ଏକା ସାଥିରେ ମିଶାଯାଏ ଏବଂ ଏକ ଗଚ୍ଛା କିମ୍ବା ସଂଗ୍ରହ ତିଆରି କରାଯାଏ ତାହାକୁ ସଙ୍ଗୀତ ଗୁଚ୍ଛ ବୋଲି କୁହାଯାଏ। ଅର୍ଥାତ୍ ପିଲାମାନେ ଆମେ ଜାଣି ରଖିଲେ ଉପନ୍ୟାସ କଣ, ସଙ୍ଗୀତ ଗୁଚ୍ଛ କଣ। ଏବେ ଚାଲ ଆମେ ଜାଣିବା ଗଳ୍ପ ସଂକଳନ କଣ। ଗଳ୍ପ ସଂକଳନ କହିଲେ ପିଲାମାନେ ଅନେକ ଗଳ୍ପର ଏକ ସଂଗ୍ରହ ବା ଗୋଛା ବୋଲି କୁହାଯାଏ। ତ ପିଲାମାନେ ଯଦି ଆଉ ଟିକିଏ ସରଳ ଭାବରେ କହିବା, ଯେତେବେଳେ ଅନେକ ଛୋଟ ଛୋଟ ଗଳ୍ପକୁ ଏକ ପୁସ୍ତକରେ ଏକା ସାଥିରେ ରଖାଯାଏ, ସେହି ପୁସ୍ତକକୁ ଗୋଟିଏ ଗଳ୍ପ ସଂକଳନ ବୋଲି କୁହାଯାଏ। ବର୍ତ୍ତମାନ ଆମେ ଜାଣି ରଖିବା ଲାଳିକା। ଲାଳିକାର ଅର୍ଥ ହେଉଛି ପିଲାମାନେ ଲୋରି ବା ଛୋଟ ଶିଶୁଙ୍କୁ ଭୂମେଇବା ପାଇଁ ଯେଉଁ ଗୀତ ଗାନ କରାଯାଏ ତାକୁ କୁହାଯାଏ ଲାଳିକା। ତ ଏହାକୁ ଛୋଟ ସମୟରେ ଆମେ ଜାଣୁ ଯେ ଆମ ମା ମାନେ ଯେମିତି ଶିଶୁଙ୍କୁ ଘୁମେଇବା ପାଇଁ ମିଷ୍ଟି ଧ୍ୱନିରେ ଲାଳିକା ଗାଉଥାଏ ତାହାକୁ କୁହାଯାଏ ଲାଳିକା। ବର୍ତ୍ତମାନ ଆମେ ଜାଣିବା ପ୍ରବନ୍ଧ ସଂକଳନ। ତ ଯେମିତି ପିଲାମାନେ ଗଳ୍ପ ସଂକଳନ ମୁଁ କହିଲି, ଠିକ୍ ସେମିତି ପ୍ରବନ୍ଧ ସଂକଳନର ଅର୍ଥ ହେଉଛି ଅନେକ ପ୍ରବନ୍ଧର ଏକ ସଂଗ୍ରହ ବା ଗଚ୍ଛାକୁ କୁହାଯାଏ ପ୍ରବନ୍ଧ ସଂକଳନ। ଅର୍ଥାତ୍ ଆଉ ଟିକିଏ ଯଦି ସରଳ ଭାବରେ କହିବା, ଯେତେବେଳେ ବିଭିନ୍ନ ବିଷୟ ଉପରେ ଲେଖାଯାଉଥିବା ଅନେକ ପ୍ରବନ୍ଧକୁ ଏକ ପୁସ୍ତକ କିମ୍ବା ଗୋଟିଏ ସଂଗ୍ରହରେ ଏକ ସାଥିରେ ରଖାଯାଏ, ସେହିଟାକୁ ପ୍ରବନ୍ଧ ସଂକଳନ ବୋଲି କୁହାଯାଏ। ତ ପିଲାମାନେ ନିଶ୍ଚିତ ଭାବରେ ମୁଁ ଆଶା କରିବି ଉପନ୍ୟାସର ଅର୍ଥ, ସଙ୍ଗୀତ ଗୁଚ୍ଛର ଅର୍ଥ, ଗଳ୍ପ ସଂକଳନର ଅର୍ଥ, ଲାଳିକାର ଅର୍ଥ, ପ୍ରବନ୍ଧ ସଂକଳନର ଅର୍ଥ ଜାଣିପାରିଥିବ। ତ ଏବେ ଆମ ଓଡ଼ିଶାରେ ଅର୍ଥାତ୍ ଓଡ଼ିଶାର ଜନମାନସରେ ବେଶ ପରିଚିତ ତାଙ୍କର ଗୋଟିଏ ଗଳ୍ପ ରହିଛି ଏବଂ ଗୋଟିଏ କବିତା ରହିଛି। ଯେଉଁ ଗଳ୍ପ ଏବଂ ଯେଉଁ କବିତାଟି ଓଡ଼ିଶାର ସମସ୍ତଙ୍କୁ ଆବାଳ ବୃଦ୍ଧ ବନିତାଙ୍କୁ ବେଶ ସ୍ପର୍ଶ କରିପାରିଛି। ତମେ ନାଁ ଶୁଣିଥିବ ପିଲାମାନେ, ନିଶ୍ଚିତ ଭାବରେ ମଧ୍ୟ ପଢିଥିବ। ତାଙ୍କର ଗୋଟିଏ ଗଳ୍ପ ରହିଛି ନବମ ଶ୍ରେଣୀରେ ବୁଢା ଶଙ୍ଖାରି ବୋଲି ଗୋଟିଏ ଗଳ୍ପ ରହିଛି। ସେଇ ଗଳ୍ପ ଏହା ସେ ସମୟରେ ବେଶ ପରିଚିତ ଲାଭ କରିପାରିଥିଲା। ଠିକ୍ ସେହିପରି ଗୋଟିଏ କବିତା ରହିଛି ଯେଉଁ କବିତାଟି ଆମ ଓଡ଼ିଶାର ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲା। ସେଇ କବିତାଟିର ନାଁ ହେଉଛି ସବୁଥିରୁ ବଞ୍ଚିତ କରି। ପିଲାମାନେ এই ଦୁଇଟିକୁ ଠିକ୍ ହିସାବରେ ମନେ ରଖିବାକୁ ଚେଷ୍ଟା କରିବ, କାହିଁକି ନା ପରୀକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ପରବର୍ତ୍ତୀ ସମୟରେ ସିଏ ଗୋଟିଏ ପତ୍ରିକାର ପ୍ରତିଷ୍ଠାତା ଏବଂ ସମ୍ପାଦକ ମଧ୍ୟ ହୋଇଥିଲେ, ଯେଉଁ ପତ୍ରିକାର ନାଁ ହେଉଛି ଡଗର ପତ୍ରିକା। ପିଲାମାନେ ଏହି ଡଗର ପତ୍ରିକାଟି 1937 ମସିହାରେ ଆରମ୍ଭ କରିଥିଲେ। ତ ତେଣୁ ପରୀକ୍ଷା ଦୃଷ୍ଟିରୁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ବର୍ତ୍ତମାନ ଆମେ ଜାଣିବା ଯେ ବନ୍ଦେ ଉତ୍କଳ ଜନନୀ କବିତା, ଏହି କବିତାଟି ଜାତୀୟତାବାଦୀ ଚେତନା ଏବଂ ଦେଶାତ୍ମବୋଧ ଭାବନାର ଏକ ପରିଚୟ ସୃଷ୍ଟି କରେ। ଅର୍ଥାତ୍ ଆମ ମନ ଭିତରେ ଦେଶାତ୍ମବୋଧ ପ୍ରୀତି ଜାଗ୍ରତ କରିଦିଏ, ଜାତୀୟତା ପ୍ରୀତି ଜାଗ୍ରତ କରିଦିଏ, ଯେଉଁଥିରେ ଆମେ ସମସ୍ତେ ଏକଜୁଟ ହେଇ ସମସ୍ତେ କହୁ ଭାରତୀୟ, ସମସ୍ତେ କହୁ ଆମେ ଭାରତୀୟ। ତ ସେଇ ପ୍ରକାର ଆମ ଏଇଟା ଓଡ଼ିଶା ରାଜ୍ୟକୁ ନେଇ ବନ୍ଦନା କରାଯାଇଛି, ଓଡ଼ିଶା ରାଜ୍ୟକୁ ନେଇ ପରିଚୟ ସୃଷ୍ଟି କରାଯାଇଛି, ଓଡ଼ିଶା ରାଜ୍ୟକୁ ନେଇ ତାର ଗୁଣଗାନ କରାଯାଇଛି। ତ ଆମ ଭିତରେ ଓଡ଼ିଶା ପାଇଁ, ଆମ ଜନ୍ମଭୂମି ପାଇଁ ଯେମିତି ଗୋଟିଏ ଜାତୀୟତାବୋଧ ଏବଂ ଦେଶାତ୍ମବୋଧ ଭାବ ପରିଚୟ ସୃଷ୍ଟି ହେଇପାରିବ, ସେଇଥିପାଇଁ ଏହି କବିତାଟି ରଚନା କରାଯାଇଛି। ତ
ପିଲାମାନେ ଆମେ ନିଶ୍ଚିତ ଭାବରେ ଜାଣିଥିବା ଯେ ବନ୍ଦେ ଉତ୍କଳ ଜନନୀ କବିତା ଆମ ରାଜ୍ୟର ରାଜ୍ୟ ସଙ୍ଗୀତ ଅଟେ। ତ ଏହା 7 ଜୁନ ଅନେ 7 ଜୁନ 2020 ମସିହାରେ ଏହା ରାଜ୍ୟ ସରକାର ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ତ ପିଲାମାନେ ଆମେ ଜାଣିବାକୁ ପାଇଲେ ଏଇ ମହାନ ସାହିତ୍ୟ ସ୍ରଷ୍ଟା ଯାହାଙ୍କର ରାଶି ରାଶି କାବ୍ୟ କବିତା ଆମର ଓଡ଼ିଶାର ଜନମାନସକୁ ବେଶ ହୃଦୟ ସ୍ପର୍ଶ କରିପାରିଥିଲା। ତାଙ୍କର ଲେଖନୀ ଚାଲନା, ତାଙ୍କର ସାହିତ୍ୟ ରଚନା, ବିଭିନ୍ନ ବିଭାଗର ସାହିତ୍ୟ ରଚନା ଆମ ସମସ୍ତଙ୍କ ହୃଦୟକୁ ମଧ୍ୟ ଛୁଇଁ ପାରିଥିଲା। ତ ତାଙ୍କର ସେଇ ଯଶସ୍ୱୀ ସ୍ରଷ୍ଟାଙ୍କର ଦେହାନ୍ତ ଘଟେ 24 ଫେବୃଆରୀ 1953 ମସିହାରେ। ପିଲାମାନେ ଏହା ଆମ ପାଇଁ ଏକ ଦୁଃଖଦ ସମୟ ଥିଲା। 24 ଫେବୃଆରୀ 1953 ମସିହା କାହିଁକି କହିଲେ ତାଙ୍କର ସାହିତ୍ୟ ସୃଷ୍ଟି ସମ୍ଭାର ସେଇ ଦିନଠୁ ବନ୍ଦ ହେଇଗଲା। ତ ପିଲାମାନେ ଚାଲ ଏବେ ଏଇ ବନ୍ଦେ ଉତ୍କଳ ଜନନୀ କବିତାକୁ ଆମେ ଆବୃତ୍ତି କରିବା। ତାହାର ଗୋଟିଏ ପଂକ୍ତିକୁ ଆମେ ଆଜି ଆବୃତ୍ତି କରିବା। ବନ୍ଦେ ଉତ୍କଳ ଜନନୀ वन्दे उत्कलजननी वन्दे उत्कलजननी चारुहासमयी चारुभासमयी जननी 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 वन्दे उत्कलजननी वन्दे उत्कलजननी पूतपयोधिविधौत शरीरा ताळतमाळ सुशोभिततीरा शुभ्रतटिनिकुलशिखर समीरा जननी 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 वन्दे उत्कलजननी वन्दे उत्कलजननी। ପିଲାମାନେ ଠିକ୍ ଏହିପରି ସ୍ୱର ତାଳ ଛନ୍ଦ ଲୟରେ ଗାନ କରିବାକୁ ହବ। ତ ଆଜି ମୁଁ ଏଇ କବିତାଟିର ପ୍ରଥମ ପଂକ୍ତିକୁ ତୁମକୁ ଗାନ କରି ଶିଖେଇଲି। ତ ଆଗାମୀ କ୍ଲାସରେ ଆମେ ଏଇ କବିତାଟିର ଭାବାର୍ଥ ବୁଝିବା ଏବଂ ଆଗାମୀ ସମୟରେ କବିତାଟିକୁ ଆମେ ଆଗେଇ ନେବା।